ଯୋଉ ଆମ କହୁଛନ୍ତି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଯୋଉ ମାହଲ ରହିଛି ଆମର ଏଠି ମହାକାଳ ନିର୍ବାଚନ ମଣ୍ଡଳୀରେ ଯେ କି ଆମର ବିଜେଡି ପ୍ରାର୍ଥୀ ଅଛନ୍ତି ଅତୁଲ ସବ୍ୟ ନାୟକ ଆଉ ବିଜେପିର ଅଛନ୍ତି ଦୁର୍ଗା ପ୍ରସାଦ ନାୟକ ଏଠି ବହୁତ ଆକାଶ ପାତାଳ ଯେ କି ଆମର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଯୋଉ 48 ପଞ୍ଚାୟତ ଅଛି ମାର୍ଶାଘାଇର 17 ପଞ୍ଚାୟତ ଏବଂ ମହାକାଳପଡାର 31 ପଞ୍ଚାୟତ ତାକୁ ନେଇକି 48 ପଞ୍ଚାୟତ ମହାକାଳପଡାରେ ମୋ ଘର ମାର୍ଶାଘାଇରେ କିନ୍ତୁ କଥା ହଉଛି କଣ ନା ମାର୍ଶାଘାଇରେ ଆମେ ଦେଖୁଛୁ ଯେ କି 3000 ରୁ 4000 ଲିଡ୍ କରିବ ଏଠି ବିଜେଡି ଆଉ ମହାକାଳପଡା କହିବାକୁ ଗଲେ ସେଠି ଯାହା ଲୋକ କହୁଛନ୍ତି ଆମେ ଶୁଣିବାକୁ ମିଳୁଛି ସେଠି 10,000 ରୁ 12,000 ମିଳିବ ବର୍ତ୍ତମାନ ସୁଦ୍ଧା 13,000 ରୁ 16,000 ପର୍ଯ୍ୟନ୍ତ ଲିଡ୍ କରିବାର ସମ୍ଭାବନା ଅଛି ଯୋଉ ଅତନ ସବ୍ୟାଜୀ ନାୟକ ଯୋଉ ବିଜେଡିର ପ୍ରାର୍ଥୀ ଅଛନ୍ତି ଅଛି। ଆଉ ଏବେ ଯୋଉ ରାଜନୈତିକ ହିଂସା ହଉଛି ସବୁଆଡେ ସେଟାକୁ ନେଇ କଣ କହିବେ? ରାଜ୍ୟଟା ହିଂସା ତ କରିବେ ସେଟା ବିଜେପି ଆଉ ବିଜେଡି ମଧ୍ୟରେ ହିଂସା ରହୁଛି ଯେ କି ବିଜେଡି ବର୍ତ୍ତମାନ ସବୁ ସମୟରେ ଯେ କି ଅତନ ସବ୍ୟାଜୀ ନାୟକ କହିବାକୁ ଗଲେ ସେ ପ୍ରତି ପରିବାରର ସଦସ୍ୟ ରୂପେ ଅଛନ୍ତି ଆଉ ବିଜେପି କହିବାକୁ ଗଲେ ସେ 5 ବର୍ଷରେ ଥରେ ଆସନ୍ତି ତାପରେ ଇଲେକ୍ସନ ପାଇଗଲେ ସେ ତାଙ୍କ ବାଟ ସେ ଧରନ୍ତି ଯେହେତୁ ଅତୁଲ ସବ୍ୟାଜୀ ଅଛନ୍ତି ତାଙ୍କ ସପକ୍ଷରେ ଭୋଟ ଯାଉଛି ସେ ଯାହା ବି ହେଲେ ଅତୁଲ ସବ୍ୟାଜୀ ବିଜେଡି ବିଜେପି ଭିତରେ ହିଂସା ରହିବ। ଆଉ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଜୁନ 4 ବିଜେପିର ଏକ୍ସପାୟର ଡେଟ୍ ସେଟା ତ ଆଗକୁ ଦେଖାଯିବ କଣ ଏକ୍ସପାୟର ଡେଟ୍ କୋଉଟା ଆସୁଛି କୋଉଟା ନାହିଁ ସେଟା 4 ତାରିଖ ଗଲା ପରେ ସେଟା ଜଣା ପଡିବ ସେଟା ସମସ୍ତେ ହିଁ ଜାଣିବେ ଯେ ଓଡିଶାବାସୀ ହିଁ ଜାଣିବେ କୋଉଟା କାହାର ଏକ୍ସପାୟର ଡେଟ୍।